ଏଇନା ଆମର ପ୍ରଭା କାମ ଚାଲିଛି। ଆଉ ଆମର କଳସରେ ଚଦର ବାଡ଼ିଆ ହେଉଛି ଆଲୁମିନିୟମ ଚଦର। ସେଟା କଲର ହେଲେ ଉଠିବ ଉପରକୁ। ଆଉ ଆମର ରଥ ଉପରେ ଆମର ପାରୁଷ ପଟା ବାଡ଼ିଆ ହେଉଛି ସବୁ। ତାପରେ ଗାଈ ପଲ ପଟା, ସିଂହାସନଟା ଆମର ତିଆରି ହେଉଛି। ସିଂହାସନ ପଟା ଦିଆଯାଉଛି, ସିଂହାସନ ତିଆରି ହେଉଛି। ତାପରେ କନକମୁଣ୍ଡି କାଣ୍ଡ ରୁଅ ଏସବୁ ସାଲ ହେଇଗଲାଣି, କନକମୁଣ୍ଡି ସଫର ହେବ। ତାପରେ ଆମର ତଳେ ବି ଚାଲିଛି ସେଗୁଡ଼ା ସବୁ ମହାପ୍ରଭୁଙ୍କର ଯେଉଁ ଅଣସରରେ ଲାଗିବ କାମ, ନଡ଼ିଆ କାଠ ସେଗୁଡ଼ା ବି ହଣା ଚାଲୁଛି। ଆଉ ଅଲଗା କାମ ହେଉଛି ପ୍ରଭାରେ ଗାଲିବତା ମେନ୍ ବାଡ଼ିଆ ହେବ, ହେଲେ ରୂପ କାମ ହେବ। ପ୍ରଭାରେ ରୂପ ହେଲେ ଚିତ୍ର ହେବ, ତାପରେ ସେଠି ବାଡ଼ିଆ ହେବ। ଆଉ ତଳ କାମ ଆମର ପ୍ରାୟ ସରିଗଲାଣି। ଆଉ କାଲିଠାରୁ ଆମେ ଉପରକୁ ଯିବୁ ସେଠି। ଆଉ ଚକାଟା ଆଜି ପହଞ୍ଚି ମହାପ୍ରଭୁ ଯେଉଁ ବସିବେ ଚକାରେ, ସେ ଚକାଟା ବି ଯୋଡ଼ା ହେଉଛି, ସେଇଟା ସରିଗଲେ ଆଜି ସରିଯିବ। ଆଉ ତାପରେ ଉପର କାମ ହେବ, ଚାଳି ଭଙ୍ଗା ହେଇଯିବ, ଦୁଆର ରଙ୍ଗ ହେଲେ ଦୁଆର ଉଠିବ, କଳସ ଉଠିବ। ତାପରେ ଠେକେରା ବାଡ଼, କନ୍ୟାପଟା, ପାର୍ଶ୍ୱ ଦେବତା ଏଇସବୁ କାମ ଅଛି। ଚକ ସଜା ହେବ। ତାପରେ କଣି ଫାଉଡ଼ା ବାଡ଼ିଆ ହେଲେ ରଥର ମଣ୍ଡଳୀ ବାଉଁଶ ସେଗୁଡ଼ା ସବୁ ବାଡ଼ିଆ ହେବ। ତା ନା ବାଉଁଶ ଅଛି, ଏବେ ସବୁ ବଟମ୍ ଲାଗୁଛି, ସେ ମଣ୍ଡଳୀ ବଟମ୍ ସବୁ ଲାଗିବ। ଏଇସବୁ କାମ ଚାଲିଛି। ଆଉ ଏଇଟା ଆଲୁମିନିୟମ ଚଦର ଦିଆହେଉଛି ଆଉ ଏଇ କଳସ ଦିହରେ। ଆଉ ମାପୁଥିବ ଏକୁ ଛାଞ୍ଚ ଗୋଟେ କରିକିରି ତାକୁ ଗାରେଇକିରି ବାରମ୍ବାର ଦେଖିଲା ପରେ ଓଷ୍ଟେଜ ଯେମିତି ନ ହେବ ତାକୁ କର। ପାଣି ଫାଣି ଯେଉଁ ଆଗୁଆ ଯେଉଁ ପିଚୁ ଚଦର ପଡ଼ୁଥିଲା, ବହୁତ କଣା ହେଇଯାଉଥିଲା ବର୍ଷାକୁ, ଏଇଟା ଗୋଟେ ପକେଇବା ହେଉଛି, ଭଲ ସୁନ୍ଦର ରହୁଛି। କାମଟା ଭଲ ସୁନ୍ଦର ଲାଗୁଛି। ଆଜ୍ଞା ଭଲ ଅନୁଭବ କରୁଛୁ। ହଁ 25-26 ବର୍ଷ ଖଣ୍ଡେ କଲ। ଆଜ୍ଞା।